ସମସ୍ତଙ୍କୁ ଦଶହରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଆଜି ମାତାଙ୍କ ନାମ ନେଇ ମାତାଙ୍କୁ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓ। ମାତା ହେଉଛନ୍ତି ଦୁର୍ଗା ମାତାଙ୍କର ଅଷ୍ଟମ ଅବତାର ମାତା ଗୌରୀ। ମାତାଙ୍କର ରଙ୍ଗ ଧଳା ରଙ୍ଗ। ମାତା ଗୌରୀ ଭଗବାନ ଶିବଙ୍କୁ କଠୋର ତପସ୍ୟା କରିଥିଲେ। ସେହି ତପସ୍ୟାରେ ଶିବ ଭଗବାନ ପ୍ରସନ୍ନ ହୋଇ ମାତାଙ୍କର ଶରୀରରେ ଗଙ୍ଗାଜଳ ଢାଳିଥିଲେ। ସେହି ଦିନଠୁ ମାତାଙ୍କର ରଙ୍ଗ ଧଳା ବର୍ଣ୍ଣ ବା ଗୌରବର୍ଣ୍ଣ ହୋଇଯାଇଛି। ପାର୍ବତୀ କଠୋର ତପସ୍ୟା କରିବା ସମୟରେ ବିଲ୍ୱପତ୍ର ଖାଇଥିଲେ। ଖରା ବର୍ଷା ଶୀତରେ ସବୁ ସମୟରେ ସେ କଠୋର ତପସ୍ୟା କରିଥିଲେ। ଯେତେବେଳେ ଦେବୀ ଖାଇବା ବନ୍ଦ କରିଦେଲେ ତାଙ୍କ ଶରୀର କଳା ହୋଇଯାଇଥିଲା। ଦେବୀଙ୍କର କଠୋର ତପସ୍ୟାରେ ଶିବ ଭଗବାନ ପ୍ରସନ୍ନ ହୋଇ ଗଙ୍ଗାଜଳ ଢାଳିଥିଲେ ଏବଂ ଶିବଙ୍କର ଆଶୀର୍ବାଦ ପାଇବା ପରେ ମାତାଙ୍କର ରଙ୍ଗ ଧଳା ବର୍ଣ୍ଣ ହୋଇଥିଲା। ମହାଗୌରୀ ନାମରେ ପରିଚିତ ହୋଇଥିଲେ। ପରେ ଶିବଙ୍କ ସାଙ୍ଗରେ ଦେବୀଙ୍କର ବିବାହ ହୋଇଥିଲା। ଆମେ ଯେତେବେଳେ ଅସଫଳ ହେବା ପରେ ବି ପୁଣି ଥରେ ଚେଷ୍ଟା କରିବା ଉଚିତ। ଯେତେବେଳେ ସଫଳତା ମିଳିଥାଏ ସବୁ ଦୁଃଖ ଦୂର ହୋଇଯାଇଥାଏ ଏବଂ ମନରେ ଗୋଟିଏ ନୂଆ ଭାବନା ନୂଆ ଉର୍ଜାର ସଞ୍ଚାର ହୋଇଥାଏ। ଆମେ ମାତାଙ୍କ ଠାରୁ ଏଇଆ ଶିକ୍ଷା ପାଇଛୁ କି ମାତାଙ୍କ ପରି କଠୋର ପରିଶ୍ରମ କରି ନିଜର କର୍ମ କରନ୍ତୁ ଆଉ ନିଜର ମନ ଶାନ୍ତି ରଖନ୍ତୁ। ଭଗବାନଙ୍କୁ ସବୁବେଳେ ସ୍ମରଣ କରନ୍ତୁ। ମାତା ଗୌରୀ ଚନ୍ଦ୍ର ଶଙ୍ଖ କନ୍ଦ ଫୁଲ ପରି ଧଳା ଅଟନ୍ତି। ଦେବୀଙ୍କର ସମସ୍ତ ବସ୍ତ୍ର ଆଭୂଷଣ ମଧ୍ୟ ଧଳା ଅଟେ। ଦେବୀଙ୍କର 4ଟି ହାତ ଅଛି। ଦେବୀଙ୍କର ଉପର ଡାହାଣ ହାତରେ ଅଭୟ ମୁଦ୍ରା ଏବଂ ତଳ ହାତରେ ତ୍ରିଶୂଳ ଧରିଥାନ୍ତି। ଉପର ବାମ ହାତରେ ଡମ୍ବରୁ ଏବଂ ତଳ ହାତରେ ବରମୁଦ୍ରା ଧରିଥାନ୍ତି। ଦେବୀଙ୍କର ବାହନ ବୃଷଭ ଅଟନ୍ତି। ଦେବୀଙ୍କର ପୂଜା କରିବାରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ମନରେ ଶାନ୍ତି ଆସେ ଆଉ ନୂଆ କର୍ମ କରିବାରେ ରାସ୍ତା ମିଳେ। ସେଥିପାଇଁ ମାତାଙ୍କୁ ସବୁବେଳେ ସ୍ମରଣ କରି ତାଙ୍କର ନାମ ନେଇ ମାତାଙ୍କୁ ପୂଜା କରନ୍ତୁ। ମାତା ଦୟାଳୁ ଅଟନ୍ତି। ଅତି ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ମାତା ଗୌରୀଙ୍କୁ ନଡ଼ିଆ ହାଲୁଆ ପୁରୀ ଏବଂ ସବଜି ଭୋଗ ଲଗାଇ ଅର୍ପଣ କରନ୍ତୁ। ମାତାଙ୍କୁ ପୂଜା କରିବା ସମୟରେ ପ୍ରଥମେ ଗଣେଶଙ୍କୁ ପୂଜା କରନ୍ତୁ। ଗଣେଶଙ୍କୁ ପୂଜା କରିସାରିଲା ପରେ ଯାଇ ମାତାଙ୍କୁ ଜଳ ଦୁଧ ମୌଲି ଚନ୍ଦନ ଚାଉଳ ଏବଂ କୁମକୁମ ହଳଦୀ ଚଢ଼ାନ୍ତୁ। ଘିଅ ଦୀପ ଜଳାନ୍ତୁ। ଭୋଗ ଅର୍ପଣ କରି ଆରତି କରନ୍ତୁ। ପୂଜା କରି ସାରିବା ପରେ ଶେଷରେ ପୂଜାରେ କାଳେ ଭୁଲ ହୋଇଯାଇଥିବ ବୋଲି ମାତାଙ୍କୁ କ୍ଷମା ପ୍ରାର୍ଥନା ମାଗନ୍ତୁ। ମାତା ହେଉଛନ୍ତି ଦୟାଳୁ। ସେ ଭକ୍ତମାନଙ୍କ ପାଇଁ ସେ ସବୁ ବର୍ଷ ଦଶହରା ମାସରେ ଅବତୀର୍ଣ୍ଣ ହୋଇ ଭକ୍ତମାନଙ୍କର ଦୁଃଖ ଦୂର କରିଥାନ୍ତି। ଯିଏ ଯଦି ମାତାଙ୍କୁ ଶ୍ରଦ୍ଧା ଭକ୍ତି ସହିତ ସବୁଦିନ ସବୁ ସମୟରେ ମାତାଙ୍କୁ ମନେ ପକାଇ ସବୁଦିନ ମାତାଙ୍କଠାରେ ଦୀପ ଜାଳି ଫୁଲ ଚନ୍ଦନ ଦୀପ ଦେଇ ପୂଜା କରିବେ ଭୋଗ ଅର୍ପଣ କରିବେ ଦେଖିବେ ମାତା କୌଣସି ନା କୌଣସି ରୂପରେ ନିଶ୍ଚୟ ଆଶୀର୍ବାଦ ଦେବେ ବା କୌଣସି ରୂପରେ ଆସି ସାକ୍ଷାତ କରିବେ ଆଉ ଭକ୍ତଙ୍କୁ ଆଶୀର୍ବାଦ ଦେବେ। ମାତା ହେଲେ ବହୁତ ଦୟାଳୁ। ମାତାଙ୍କୁ ସବୁବେଳେ ମନେ ପକାଇ ମାତାଙ୍କୁ ପୂଜା କରନ୍ତୁ। ଦେଖିବେ ନିଶ୍ଚୟ ସଫଳ ହେବେ। ଯଦି ଆଜିର ମାତା ଗୌରୀଙ୍କର ବିଷୟରେ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ମାତା ଗୌରୀଙ୍କର ଆଶୀର୍ବାଦ ସମସ୍ତଙ୍କର ମୁଣ୍ଡ ଉପରେ ଥାଉ। ଜୟ ମାତା କି।